जय राधे कृष्ण माँ भाई भौणी को मोर सादर प्रणाम। आज मु पढ़ी श्रीमद भगवद गीतार द्वितीय अध्याय सांख्य योग श्लोक 46। आसतु आरंभ करी। जावान्नथोदपाने सर्वतः संप्लुतोदके तावान् सर्वेषु वेदेषु ब्राह्मणस्य विजानतः। जगन्नाथ उदपाने सर्वतः संप्लुतोदके तावान् सर्वेषु वेदेषु ब्राह्मणस्य विजानतः। अनुवाद। जब क्षुद्र पुष्करणी रे जो उद्देश्य साधित हुए ताहा संगे संगे एक विराट जल भंडारण साधित होई पारे। ठीक सेही परी वेद पाठर कौन उद्देश्य ଏହା ଯେ ଜାଣିଛି ତଦ୍ୱାରା ବେଦ ପାଠର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରେ। ଭାବାର୍ଥ। ବେଦର କର୍ମକାଣ୍ଡ ବିଭାଗରେ ଯେଉଁ ବ୍ରତ ବିଧାନ ବା ଯଜ୍ଞାନୁଷ୍ଠାନ ବର୍ଣ୍ଣନା କରାଯାଇଛି ତାହା ମାନବର ଆତ୍ମନୁଭୂତି ଲାଭ ଦିଗରେ କୌମିକ ଉନ୍ନତି ନିମିତ୍ତ ଉଦ୍ଦିଷ୍ଟ। ଭଗବତ ଗୀତାର ପଞ୍ଚଦଶ ଅଧ୍ୟାୟ ପଞ୍ଚଦଶ ଶ୍ଲୋକରେ ବେଦ ପାଠର ଉଦ୍ଦେଶ୍ୟ ଆତ୍ମନୁଭୂତି ଲାଭର ଉଦ୍ଦେଶ୍ୟ ପରିଷ୍କାର ଭାବରେ ବର୍ଣ୍ଣନା କରାଯାଇଛି। ବେଦ ପାଠର ଉଦ୍ଦେଶ୍ୟ ହେଲା ସମସ୍ତଙ୍କ ମୂଳ କାରଣ ଶ୍ରୀକୃଷ୍ଣଙ୍କୁ ଜାଣିବା। ତେଣୁ ଆତ୍ମନୁଭୂତି ଲାଭର ଅର୍ଥ ହେଲା କୃଷ୍ଣଙ୍କୁ ଜାଣିବା ଓ ତାଙ୍କ ସହିତ ଆମର କି ଶାଶ୍ୱତ ସମ୍ବନ୍ଧ ଅଛି ତାହା ବି ଜାଣିବା। ଜୀବମାନଙ୍କର କୃଷ୍ଣଙ୍କ ସହିତ ସମ୍ବନ୍ଧ ଅଛି ତାହା ମଧ୍ୟ ଭଗବତ ଗୀତାର ପଞ୍ଚଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେଉଁଗଣ କୃଷ୍ଣଙ୍କର ଅଂଶ ବିଶେଷ ଅଟନ୍ତି ତେଣୁ ବ୍ୟକ୍ତି ନିଜ ହୃଦୟରେ ତଥା ସୁପ୍ତ କୃଷ୍ଣ ଚେତନାରେ ଉତ୍ଥାନ କରାଇବା ବୈଦିକ ଜ୍ଞାନର ସର୍ବୋଚ୍ଚ ଶୁଦ୍ଧ ସ୍ତର ଅଟେ। ତାହା ମଧ୍ୟ ଶ୍ରୀମଦ୍ ଭଗବତ ଗୀତା ନିମ୍ନରେ ସ୍ୱୀକୃତ ହୋଇଅଛି। ଅହୋବତ ସୁପଚାତ ଗିରିୟାନ୍ ଯଜିହାଗ୍ରେ ବର୍ତ୍ତତେ ନାମ ତୁଭ୍ୟାଂ ତବେ ତେପ୍ୟୁସ୍ତପସ୍ତେ जुहुः संस्वराज्य ब्रह्मान् चूर्णं गृह्णाति जेते। हे प्रभु ଯେଉଁ ବ୍ୟକ୍ତି ଆପଣଙ୍କର ଦିବ୍ୟ ନାମ କୀର୍ତ୍ତନ କରୁଛି ସେ ନିଜ କୂଳରେ ଅର୍ଥାତ୍ ଚଣ୍ଡାଳ କୂଳରେ ଜନ୍ମ ହୋଇଥିଲେ ସୁଦ୍ଧା ସେ ଆତ୍ମାନୁଭୂତିର ସର୍ବୋଚ୍ଚ ସ୍ତରରେ ଅବସ୍ଥିତ ବୋଲି ବୁଝିବାକୁ ପଡ଼ିବ। ସେ ପ୍ରକାର ବ୍ୟକ୍ତି ସମସ୍ତ ତପସ୍ୟା ବା ସାଧନ କରିସାରିଛି। ବୈଦିକ କର୍ମକାଣ୍ଡ ଅନୁଯାୟୀ ସମସ୍ତ ଯଜ୍ଞ ବିଧି ଅନୁଷ୍ଠାନ କରିସାରିଛି ଏବଂ ସମସ୍ତ ତୀର୍ଥ କ୍ଷେତ୍ରରେ ଭ୍ରମଣ କରି ସ୍ନାନ କରି ଅନେକ ବାର ବୈଦିକ ସାହିତ୍ୟ ଅଧ୍ୟୟନ କରି ଆସିଛି ବୋଲି ବୁଝିବାକୁ ହେବ। ଏ ପ୍ରକାର ବ୍ୟକ୍ତି ଆର୍ଯ୍ୟ ବଂଶର ଶ୍ରେଷ୍ଠ ବ୍ୟକ୍ତି ବୋଲି କୁହାଯାଏ। ଯେଉଁ ବ୍ୟକ୍ତି କେବଳ ବେଦର କର୍ମକାଣ୍ଡ ବିଭାଗ ପ୍ରତି ଆକୃଷ୍ଟ ନ ହୋଇ ବେଦର ପ୍ରକୃତ ଉଦ୍ଦେଶ୍ୟ ତାହା କଣ ତାହା ବୁଝିବାକୁ ହେବ। ଯାହାଉ ମଧ୍ୟ ସେ ଉନ୍ନତ ଧରଣର ଇନ୍ଦ୍ରିୟ ସୁଖ ଉପଭୋଗ ନିମିତ୍ତ ସ୍ୱର୍ଗ ପ୍ରାପ୍ତି ଇଚ୍ଛା କରିବା ଉଚିତ ନୁହେଁ। ଆଜିକାଲି ଯୁଗରେ ସମସ୍ତ ବୈଦିକ ବିଧି ବିଧାନ ତଥା ବ୍ରତ ବିଧି ଗ୍ରହଣ କରିବାକୁ ଏକ ସାଧାରଣ ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ। ବେଦର ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବାକୁ ହେଲେ ଖୁବ୍ ସମୟ ଶକ୍ତି ଜ୍ଞାନ ଅର୍ଥ ଦରକାର। ଏ ଯୁଗର ଏହା ସମ୍ଭବପର ନୁହେଁ। ପତିତ ପାବନ ଗୌର ହରି ବା ଚୈତନ୍ୟ ମହାପ୍ରଭୁଙ୍କ ଦ୍ୱାରା ପ୍ରଦର୍ଶିତ ପନ୍ଥା ଅର୍ଥାତ୍ ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ ଦ୍ୱାରା ବେଦର ସମସ୍ତ ଉଦ୍ଦେଶ୍ୟ ସାଧିତ ହୋଇଥାଏ। ପ୍ରସିଦ୍ଧ ବୈଦିକ ପଣ୍ଡିତ ପ୍ରକାଶାନନ୍ଦ ସରସ୍ୱତୀ ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରଶ୍ନ କଲେ ସେ କାହିଁକି ବେଦାନ୍ତ ଦର୍ଶନ ପାଠ ସେତେବେଳେ ସେ ଚୈତନ୍ୟ ମହାପ୍ରଭୁ ଉତ୍ତର ଦେଲେ ଯେ ତାଙ୍କର ଗୁରୁ ତାଙ୍କୁ ଏ ମୂର୍ଖ ବୋଲି କହିଲେ ଏବଂ ତାଙ୍କୁ ଉପଦେଶ ଦେଲେ କେବଳ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ନାମ କୀର୍ତ୍ତନ କର। ତାହା ହିଁ ସେ କଲେ
ଏବଂ ପାଗଳଙ୍କ ଭଳି ଭାବବିଷ୍ଟ ହୋଇ ପଡ଼ିଲେ। ଏ ଯୁଗରେ ଅଧିକାଂଶ ଲୋକ ମୂର୍ଖ ଓ ବେଦାନ୍ତ ଦର୍ଶନ ବୁଝିବା ନିମିତ୍ତ ସେମାନଙ୍କର ଯଥେଷ୍ଟ ଜ୍ଞାନ ନାହିଁ। ଯଦି ତୁମେ ନିରପରାଧରେ ଭାବରେ ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ କରିବ, ତାହେଲେ ବେଦାନ୍ତ ଦର୍ଶନର ସର୍ବୋଚ୍ଚ ଉଦ୍ଦେଶ୍ୟ ସାଧିତ ହେବ। ବୈଦିକ ଜ୍ଞାନର ଶେଷ କଥା ହେଉଛି ବେଦାନ୍ତ ଓ ବେଦାନ୍ତ ଦର୍ଶନର ପ୍ରେରଣା ତଥା ଜ୍ଞାତା ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ ଏବଂ ଯେଉଁ ମହାତ୍ମା ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନରେ ଆନନ୍ଦ ଅନୁଭବ କରନ୍ତି ସେ ହିଁ ସର୍ବଶ୍ରେଷ୍ଠ ବେଦାନ୍ତବାଦୀ ଅଟନ୍ତି। ଏହା ହେଉଛି ସମସ୍ତ ବେଦ ପାଠ ରହସ୍ୟ ଓ ଅନ୍ତିମ ଉଦ୍ଦେଶ୍ୟ। ଆଜି ମୁଁ ଏଇଟା ସମାପ୍ତ କରୁଛି। କାଲି ପଢିବି ଶ୍ଲୋକ 47। ରହୁଛି। ଜୟ ରାଧେ କୃଷ୍ଣ। ଯଦି ମୋ ଭିଡିଓଟି ଭଲ ଲାଗୁଛି ତାହେଲେ ଆପଣ ମୋ ଚ୍ୟାନେଲକୁ ଲାଇକ୍ ଆଉ ସବସ୍କ୍ରାଇବ କରନ୍ତୁ।